ଯେତେ ପୁଣ୍ୟ ଅର୍ଜନ କରୁଛ ସେ ସବୁ ଭଲ କଥା କର, ଯେତେ ଲୋକଙ୍କୁ ସାହାଯ୍ୟ କରୁଛ ତାହା ବି ଭଲ କଥା କର। କିନ୍ତୁ ଦୁନିଆରେ ଶେଷକୁ ଆପଣମାନଙ୍କୁ ସମସ୍ତେ ଗୋଟେ କଥା ପଚାରିବେ, କେତେ ପଇସା କମେଇଲୁ, କେତେ ଟଙ୍କା ଇନକମ୍ କଲୁ, ତୋ ଲାଇଫଷ୍ଟାଇଲ୍ କ'ଣ, ତୋ ଘର କେମିତି, ତୁ କେଉଁ ଗାଡ଼ି ଚଲାଉଛୁ, ତୁ କେଉଁ ମୋବାଇଲ ଧରିଛୁ। ଏହିଭଳି ଅନେକ ପ୍ରଶ୍ନ ଆପଣମାନଙ୍କୁ ପଚାରିବେ ଏବଂ ଆପଣମାନଙ୍କ ଲାଇଫଷ୍ଟାଇଲକୁ ଦେଖିକି ହିଁ ଲୋକ ଜାଣିବେ ଯେ ଆପଣମାନେ କେଉଁ କ୍ୟାଟେଗୋରୀରେ ଆସନ୍ତି। ତ ଯେତେ ସାହାଯ୍ୟ କରିବ, ଯେତେ ଅନ୍ୟର ପଛରେ ଦୌଡ଼ିବ ତାହା ଆପଣମାନଙ୍କୁ ପୁଣ୍ୟ ଦେବ। କିନ୍ତୁ ଆପଣମାନଙ୍କ ଲାଇଫଷ୍ଟାଇଲ୍, ଆପଣମାନଙ୍କ ଜୀବନ, ଆପଣ ପରିବାରଙ୍କ ଜୀବନ, ତାହାକୁ ସୁଧାରିବାକୁ ହେଲେ ଆପଣମାନଙ୍କୁ ଇନକମ୍ କରିବାକୁ ପଡ଼ିବ। ଭାଇ ମୋ ବନ୍ଧୁ, ଜୀବନରେ କ'ଣ କରିବ ତାହା ତ ପ୍ରଥମେ ଡିସାଇଡ଼୍ କର। ତୁମ ମା ବାପା, ତୁମ ପରିବାର, ତୁମ ଭାଇ ବନ୍ଧୁ ତୁମ ପାଇଁ କ'ଣ କରିଛନ୍ତି ତାଙ୍କ କଥା ଥରେ ଚିନ୍ତା କର। ଜୀବନରେ କେବେ ବି ଅନ୍ୟର ପଛରେ ଧାଅ ନାହିଁ। ନିଜ ଗୋଡ଼ରେ ଠିଆ ହୁଅ, ନିଜ ମା ବାପାର ଆଦେଶ ପାଳନ କର ଏବଂ ନିଜେ କେମିତି ଦୁଇ ପଇସା ଭଲସେ ରୋଜଗାର କରିକି ନିଜ ପରିବାରକୁ ଚଳାଇବ ସେହି କଥା ପ୍ରତି ଧ୍ୟାନ ଦିଅ। ଏଯାଏଁ ଆପଣମାନେ କାମ ଖୋଜୁଛନ୍ତି ଏବଂ ଆପଣମାନଙ୍କୁ କାମ ମିଳିନାହିଁ। ସେହି କାମ ଖୋଜିବାର କାମକୁ ଏତେ ମାତ୍ରାରେ କର ଆପଣମାନଙ୍କୁ କାମ ମିଳିଯିବ। ଯେଭଳି କାମ ମିଳିଲେ ଆପଣମାନେ ଯେଭଳି କାମ କରିବେ ସେହିଭଳି ଆପଣମାନେ କାମ ଖୋଜ। 8 ଘଣ୍ଟା 12 ଘଣ୍ଟା ହିସାବରେ ଆପଣମାନେ କାମ ଖୋଜ, ଏଠୁ ସେଠୁ କୌଣସି ନା କୌଣସି ଜାଗାରେ ନିଶ୍ଚିନ୍ତ କାମ ମିଳିବ। ପଢ଼ିବାର ଇଚ୍ଛା ଅଛି, ଏମିତି ପଢ଼ ଯେମିତି ଆପଣମାନଙ୍କୁ ବହି ଖୋଲିଲେ ସବୁକିଛି ଆପଣମାନଙ୍କ ମନରେ ହେଇଯିବ। ଆପଣମାନେ ଯେଉଁ ଜାଗାକୁ ଯିବେ, ଯେଉଁ ଜାଗାକୁ ଆପଣମାନେ ଯିବେ ସେଠାରୁ ପଢ଼ିବା ନୁର। ମୋବାଇଲ ଧରୁଛନ୍ତି, ମୋବାଇଲରୁ ପଢ଼ିବା ନୁର। ମା ବାପାଙ୍କୁ ଦେଖୁଛନ୍ତି, ମା ବାପାରୁ କିଛି ଶିକ୍ଷା ଅର୍ଜନ କର। ଯେଉଁ ଜାଗାକୁ ଦେଖିବେ ସେଇ ଜାଗାରୁ ଜ୍ଞାନ ବାହାରିବ। କିନ୍ତୁ ଏହା କେତେବେଳେ ହେବ? ଆପଣମାନଙ୍କ ସ୍କିଲ୍କୁ, ଆପଣମାନଙ୍କ ପଢ଼ାକୁ, ଆପଣମାନଙ୍କ ଯେଉଁ କାମ କରିବାକୁ ଚାହୁଁଛନ୍ତି ସେହି କାମକୁ ଆପଣମାନେ ଭଲ ଯେ ପର୍ଯ୍ୟନ୍ତ ନ ପାଇବେ ସେ ପର୍ଯ୍ୟନ୍ତ ଏହା ଅସମ୍ଭବ। ଆପଣମାନେ ଯେତେବେଳେ ସେହି କାମକୁ ଭଲ ପାଇବେ ସେହିଭଳି ସବୁ ଜାଗାରେ ତାହା ଦେଖିବ। ଯେଭଳି ଆପଣମାନେ ବହୁତ ଜାଗାରେ ଦେଖିଥିବେ ଏବଂ ଫିଲ୍ମ ଗୁଡ଼ାକରେ ବି ମଧ୍ୟ ଦେଖିଥିବେ ଯେ ଆପଣ ଯାହାକୁ ଭଲ ପାଉଥିବେ ତାହା ଅନ୍ୟର ଚେହେରାରେ ବି ମଧ୍ୟ ଦିଶେ, ସ୍ୱପ୍ନରେ ବି ଆସେ, ସବୁବେଳେ ମାଇଣ୍ଡରେ ପୁରା ବସିକି ଥାଏ। ତ ସେହିଭଳି ଯାହାକୁ ଭଲ ପାଇବେ ସେ ହିଁ ସବୁବେଳେ ଦିଶିବ, ସେହି ନିଜ ମନକୁ ଆସିବ। ତ ଆପଣମାନେ ଯେଉଁ ସ୍କିଲ୍କୁ ଭଲ ପାଇବେ, ଯେଉଁ ଆପଣମାନଙ୍କ କ୍ୟାରିଅର ଯେଉଁଥିରେ ବନିବ, ଯଦି ଆପଣମାନଙ୍କୁ ତାହାକୁ ଭଲ ନ ପାଇପାରିବେ ଆଉ ଜୀବନରେ କାହାକୁ ବି ଭଲ ପାଇବାର ଯୋଗ୍ୟ ଆପଣମାନେ ନାହାନ୍ତି। ଆପଣମାନଙ୍କ କ୍ୟାରିଅର, ଆପଣମାନଙ୍କ ଲାଇଫ୍, ଆପଣମାନଙ୍କ ମା ବାପା ସେହିମାନେ ହେଉଛନ୍ତି ଦୁନିଆର ସବୁକିଛି। ଦୁନିଆରେ କେହି କାହାରି ନୁହେଁ। ଆଉ ଭାବିଲେ ସମସ୍ତେ ସମସ୍ତଙ୍କରି। ଭଲସେ ମିଶିକି ରହିଲେ ସମସ୍ତେ ଭାଇ ବନ୍ଧୁ ଏବଂ ମିଶିକି ନ ରହିଲେ ଜାଣୁଛନ୍ତି କେତେ ହଣାକଟା। ତ ଆପଣମାନଙ୍କ କ'ଣ ଯାଉଛି? ନିଜ ପରିବାର, ନିଜ ଫ୍ୟାମିଲିକୁ କେମିତି ଭଲରେ ରଖିବେ, ନିଜେ କେମିତି ଭଲରେ ରହିବେ, ନିଜର ଆଗାମୀ ପିଢ଼ିକୁ କେମିତି ଭଲ ଶିକ୍ଷା ଦେବେ ତାହା କମ୍ସେ କମ୍ ଥରେ ଚିନ୍ତା କର। ନିଜ ଜିନ୍ଦଗୀକୁ କାହିଁ ବର୍ବାଦ କରୁଛ? ବହୁତ ଗୁଡ଼ିଏ ପିଲା ମୋ ଏ ଭିଡ଼ିଓକୁ ଇଗ୍ନୋର କରିପାରନ୍ତି, କିନ୍ତୁ ଯିଏ ବି ଥରେ ନିଶ୍ଚିନ୍ତ ମନ ସହିତ ଶୁଣିବ ତା ଆଖିରୁ ନିଶ୍ଚିନ୍ତ ଲୁହ ଆସିବ। ନିଶ୍ଚିନ୍ତ ଭିଡ଼ିଓକୁ ଗୋଟେ ଲାଇକ୍ କରିବ, କାରଣ ଏମିତିକା ଭିଡ଼ିଓ ଓଡ଼ିଶାର କୌଣସି ୟୁଟ୍ୟୁବ୍ ଚ୍ୟାନେଲରେ ଆପଣମାନଙ୍କ ପାଇଁ ଆସିନି। ବହୁତ ଗୁଡ଼ିଏ ୟୁଟ୍ୟୁବ୍ ଚ୍ୟାନେଲରେ ଆପଣମାନଙ୍କୁ ବହୁତ ଗୁଡ଼ିଏ ଭିଡ଼ିଓ ଆସୁଛି, କିନ୍ତୁ ଏମିତିକା ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କର। ସେୟାର ମାର୍କେଟ ଶିଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କର। ଇନକମ୍ ସୋର୍ସ ଜେନେରେଟ୍ କରିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କର। କେତେ ଦରକାର, କେତେ ଫ୍ୟାସିଲିଟି ଦରକାର? ଯେତେ ଫ୍ୟାସିଲିଟି ମାଗିବ ସେତେ ଫ୍ୟାସିଲିଟି ଦେବି, ତୁମ ପାଇଁ ଦିନ ରାତ ଏକ କରିଦେବି। ତୁମେ ବି ତ କିଛି କରିବା କଥା। ମୁଁ କଲେ କ'ଣ ହେବ? କରିବାର ତ ତୁମକୁ ଅଛି ନା। ମୁଁ ଆପଣମାନଙ୍କୁ ରାସ୍ତା ଦେଖାଇ ପାରିବି, ଆଗକୁ କେମିତି ବଢ଼ିବେ ସେହି ବାଟରେ ଚାଲିବା ଶିଖାଇ ପାରିବି, କିନ୍ତୁ ଆପଣମାନେ ଯିବେ ନା ପଛ ଘୁଞ୍ଚା ଦେବେ ଆପଣମାନଙ୍କ ଉପରେ ଡିପେଣ୍ଡ କରୁଛି। ତ ଫ୍ରେଣ୍ଡସ୍, ମୁଁ ଲାଷ୍ଟରେ ବାସ୍ ଏତିକି କହିବା ପାଇଁ ଚାହୁଁଛି, ନିଜ ପରିବାର, ନିଜକୁ ଏବଂ ନିଜ ଭାଇ ଭଉଣୀକୁ ଏତେ ଭଲ ପାଇବା ଦିଅ ଯାହାକି ଆଉ ସେହି ଭଲ ପାଇବା ଦୁନିଆରେ କାହାକୁ ବି ନ ଦିଅ। ତ ଫ୍ରେଣ୍ଡସ୍, ନିଜ କ୍ୟାରିଅରକୁ ଚୁଜ୍ କର, ନିଜ କ୍ୟାରିଅରରେ ପୁରା ମାତିଯାଅ। ଏତିକି ମୁଁ କହିବା ପାଇଁ ଚାହୁଁଛି। ଯଦି ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓଟିକୁ ଗୋଟେ ଲାଇକ୍ କରିକି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ ସମସ୍ତଙ୍କ ସହ ଭିଡ଼ିଓକୁ ସେୟାର